सत्यनारायण स्वामी की जय। आनंद कुमार हरिबोल। ଆଉ ବସ ଯେତେବେଳେ ସଂସାରରେ ଅନୀତି ଅତ୍ୟାଚାର ଅଧର୍ମ ପାପ ଘଟିଯାଏ କାହ୍ନା ଗୋଟେ ଗୋଟେ ରୂପ ନେଇକି ଆସେ। କେମିତି ରାମ ରୂପ ହେଇ ଆସିଲେ, କୃଷ୍ଣ ରୂପ ହେଇ ଆଇଲେ, ଚୈତନ୍ୟ ରୂପ ହେଇ ଆଇଲେ, ସେମିତି ଠାକୁର ଆଉଥରେ ରୂପ ନେଇକି ଆସିଲେ। କାହିଁକି? ମଣିଷମାନେ ଅଧର୍ମ ରାସ୍ତାକୁ ପଳେଇଲେ, ପାପ କର୍ମ କଲେ, ତାଙ୍କୁ ଉଦ୍ଧାର କରିବା ପାଇଁ ଆସିଲେ। ତ ଠାକୁର ଅଭିରାମ ପରମହଂସ ଦେବ ସ୍ୱୟଂ କିଏ? ଜଗନ୍ନାଥ। ବୁଝିଲୁ? ଜଗନ୍ନାଥ କିଏ? ଜଗନ୍ନାଥ ଯିଏ, ତାଙ୍କ ଅଂଶରେ ଠାକୁର ଆସିଲେ। ବୁଝିଲୁ? ହେଲେ ତାଙ୍କ ବାପାଙ୍କ ନାଁ ସତ୍ୟବାଦୀ ପଟ୍ଟନାୟକ ଥିଲା। ଠାକୁରଙ୍କ ବାପାଙ୍କ ନାଁ ପଟ୍ଟନାୟକ ଥିଲା। ସତ୍ୟବାଦୀ ପଟ୍ଟନାୟକ ତାଙ୍କର ମାନେ ଜ୍ୟୋତିଷ ଥିଲେ, ଅନେକ ପ୍ରକାର ଆଗତ ଭବିଷ୍ୟତ ଜାଣୁଥିଲେ। ତାଙ୍କ ମା ନାଁ ରାଧା ଦେବୀ ଥିଲା। ମନେ ରଖିବୁ, ଆଉ ଥରେ ପଚାରିବି, ନହେଲେ ଆସିବାର ନାହିଁ ହେଲା। ତ ରାଧା ଦେବୀଙ୍କର ବଡ଼ ପୁଅ ନା ବଡ଼ ପୁଅଟେ ଥିଲା, ତାଙ୍କ ନାଁ ଲୋକନାଥ। କ'ଣ କହିଲି? ଲୋକନାଥ। ତାଙ୍କ ତଳକୁ ଥିଲେ ସୋମନାଥ। ହେଲେ ଗୋଟେ ଭାଇ, ବଡ଼ ଭାଇ ଏମିତି ସଂସାର କରୁଥିଲେ, ତାଙ୍କର ପିଲା ଛୁଆ ଥିଲା, ସେଠି ଛୋଟା ଥିଲେ। ତାଙ୍କ ତଳକୁ ଯିଏ ଥିଲେ ଗୁଙ୍ଗା ଥିଲେ, ଯେଉଁଟେ ବସିଥିଲେ, ଧ୍ୟାନ କରୁଥିଲେ, ଭଗବାନଙ୍କ ପ୍ରତି ତାଙ୍କର ଲୟ ରହିଯାଉଥିଲା, ସମୟ ଦେଇଯାଉଥିଲା। ତ ଭଗବାନଙ୍କ ଛଡ଼ା ସେ ଆଉ କିଛି ଭାବୁନଥିଲେ। ସିଏ ବି ସଂସାର କଲେ, ତାଙ୍କର ସ୍ତ୍ରୀ ରହିଲା, କିନ୍ତୁ ସିଏ ତାଙ୍କର ପିଲା ଛୁଆ କେହି ନଥିଲେ। ତାଙ୍କ ନାଁ ସୋମନାଥ। ଏ ଦୁଇ ଭାଇଙ୍କର ଦେଖିକିରି ତାଙ୍କ ମା ଯିଏ ରାଧା ଦେବୀ କହିଲେ, ଆଉ ଦୁଇ ଜଣ ତ ସନ୍ତାନ ଏମିତି ହେଲେ, ଆମକୁ ଗୋଟେ ଉତ୍ତମ ସନ୍ତାନଟେ କେମିତି ପ୍ରାପ୍ତ ହେବ, ମାନେ ଭଲ ସନ୍ତାନଟେ। ସେଇଠୁ ତାଙ୍କ ବାପା କହିଲେ, ଶୁଣ ଦେବୀ ରାଧା, ତମକୁ ଗୋଟେ ଉତ୍ତମ ସନ୍ତାନ ଭଲ ମିଳିବ, ତମେ ଯଦି ଗୋଟେ ବ୍ରତ କରିବ, ଯେମିତି ଏକାଦଶୀ ବ୍ରତ, ଯେମିତି ଅନ୍ୟାନ୍ୟ ବ୍ରତ ରହିଛି, ସେ ଗୋଟେ ପୟବ୍ରତ କହିବେ। ପୟବ୍ରତ ମାନେ କହିଲେ କ'ଣ? ପୟବ୍ରତ ମାନେ ଯେଟା ଯେମିତି ଭଗବାନ ବାମନ ଜନ୍ମ ହେଲା ପୂର୍ବରୁ ଅଦିତି ପୟବ୍ରତ କରିଥିଲେ। ଯେଉଁ ପୟବ୍ରତ କଲେ, ସେ ପୟବ୍ରତ ଓଷା କରିବା ଯୋଗେ ଭଗବାନ ବାମନ ରୂପରେ ତାଙ୍କ ଗର୍ଭରେ ଆସିଲେ। ତେଣୁକରି ଭାଗବତରୁ ଏ ପୟବ୍ରତ ଓଷାକୁ ଏମିତି ସ୍ନାନ କରିବ, ଏମିତି ପାଳନ କରିବ, ଏଇଭଳି ନିଷ୍ଠାରେ ରହିଲେ ତମ ଗର୍ଭକୁ ଉତ୍ତମ ସନ୍ତାନ ଆସିବ। ସେଇ ଅନୁସାରେ ଯିଏକି ଠାକୁରଙ୍କ ମା ନିଷ୍ଠାର ସହିତ ଅଭିସାରଣ କରି ବ୍ରତକୁ ଠିକ୍ ଭାବରେ ପାଳନ କଲେ। ତାପରେ 11 ମାସ ଯାଇ 12 ମାସ ଡେଇଁଲା, 12 ମାସରେ ଠାକୁର ଆସିଲେ, ଜନ୍ମଗ୍ରହଣ କଲେ ବୋଲି ଯାହା ଠାକୁର ଲେଖିଛନ୍ତି। ଯେତେବେଳେ ଠାକୁର ଜନ୍ମଗ୍ରହଣ କଲେ, ଯେଉଁ ଘରେ ଗ୍ରହଣ କଲେ, ସେ ଘରଟା ସପ୍ତାଭରଣର ଆଲୋକ। ଆମେ ଯେମିତି କହୁନାହାନ୍ତି ବାଘ ନିଶ ହଲାନା, କ'ଣ କହିଲୁ? ବାରେ କ'ଣ? ଘ ସ ନି, ସରେ ସବୁଜ, ଏମିତି। ତାପରେ ବାଘ ନିଶ ହଳଦିଆ, ଲାରେ ଲାଲ, ନାରେ କ'ଣ? ନାରଙ୍ଗୀ, ନାଲି। ଏ ଯାହା ହଉ, ସପ୍ତାଭରଣ ଯେଉଁ ହେଲା, କ'ଣ କହିଲୁ? 7 ଦିନ ଇନ୍ଦ୍ରର ଯେଉଁ ଇନ୍ଦ୍ରଧନୁ ପଡ଼ିଲେ ଯେମିତି କଲରଟା ହୁଏ, ସେମିତି ଠାକୁର ଯେଉଁ ଜନ୍ମଗ୍ରହଣ କଲେ, ସେଭଳିଆ ଘରଟା ଆଲୋକ ହୋଇଗଲା। ଯେତେବେଳେ ଆଲୋକ ହୋଇଗଲା,
ମା ଦେଖୁଛନ୍ତି ତାଙ୍କ ପୁଅ ଜନ୍ମ ହେଲେ ସିନା କିଏ କାନ୍ଦେ, ଇଏ ହସୁଛନ୍ତି। ଏମିତି ହସିଲେ ଆଉ ହସ ବନ୍ଦ ନାହିଁ। ତ ଠାକୁର ଯେତେବେଳେ ଜନ୍ମଗ୍ରହଣ କଲେ, ସେଥିପାଇଁ ଲେଖା ହେଇଛି ଯେଦିନ ସଜନୀ ଉତ୍ତର ଦିଗରେ ପଡ଼ିଥିଲା ଦେବ ଧ୍ୱଜା, ସେଦିନୁ ଜନ୍ମ ହେଲେଣି ଶ୍ରୀହରି, ପାଉଛନ୍ତି ଗୁପ୍ତେ ପୂଜା। ଉତ୍ତର ଦିଗଟା ସେଟା ଯେଉଁଠି ଜନ୍ମ ହେଲେ, ତିନିଟା ନଦୀର ଗୋଟେ ମଝି ଭାଗ, ଏଟା ଗୋଟେ ଟାପୁ କହିଲେ ଚଳେ। ଚିଲିକାର ଉତ୍ତରରେ ଯେମିତି ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ, ଭଗବାନ କେବେ ଆସିବେ ନା ଚିଲିକାର ଉତ୍ତରରେ କରଣ ଗୃହରେ ଜନ୍ମ ହୋଇଥିବେ ହରି, ନାମ ବହିଥିବେ ଅଭିନ୍ନ ସୁନ୍ଦର, ଜଗତେ ପଡ଼ିବ ହୁରି। 500 ବର୍ଷ ପୂର୍ବରୁ ତାଙ୍କ ଶିଷ୍ୟକୁ କହୁଛନ୍ତି ଭଗବାନ ଚିଲିକାର ଉତ୍ତର ଭାଗରେ କରଣ ଗୃହରେ ଭଗବାନ ଜନ୍ମ ହେବେ। ସେଇଭଳିଆ ଜନ୍ମ ଠାକୁର ହେଲେ। ଜନ୍ମ ଯେତେବେଳେ ହେଲେ ଉତ୍ତର ଦିଗରେ ଉତ୍ତର ଦିଗରେ ଦେବଧ୍ୱଜା ପଡ଼ିଥିଲା ଏବଂ ଚନ୍ଦନ ଛେରା ସବୁ ବୃକ୍ଷମାନଙ୍କରେ ପଡ଼ିଥିଲା ବୋଲି ମହାପୁରୁଷମାନେ କହିଛନ୍ତି। ଏ ଉତ୍ତମ ସନ୍ତାନକୁ ଦେଖିକି ମା ଭାରି ଖୁସି ହେଲେ। ଜନ୍ମ ହଉ ହଠାତ୍ ଗୋଟେ ତାଙ୍କର ବାପା ଦେଖୁଛନ୍ତି, ଜ୍ୟୋତିଷ ଥିଲେ, କ'ଣ ନାଁ ଦେବା କ'ଣ ଏତିକି ଭାବନା କରୁ କରୁ ହଠାତ୍ ଗୋଟେ ହିନ୍ଦୁସ୍ତାନୀ ସନ୍ନ୍ୟାସୀ ଜଟା ଜୁଟ ରଖିଛନ୍ତି, ଆସିକି ହିନ୍ଦୀରେ କହୁଛନ୍ତି ଆରେ ଉନକା ନାମ ଅଭିରାମ ରଖ। ଯାହା କହିଲେ ସେ ଅନୁସାରେ ମଧ୍ୟ ବାହାରିଲା ଜାତକରେ। ପୁଷ୍ଟି ଗଣନା କଲେ, ଅଭିରାମ ନାମ ରଖିଲେ। ଲେଖିକିରି ଯାଇକି ସାଧୁଙ୍କୁ ଘରକୁ ଡାକିବୁ ଗଲାଠୁ ସାଧୁ ଅନ୍ତର୍ଧ୍ୟାନ ହେଇଗଲେ। ସେ କିଏ? ଯେମିତି କୃଷ୍ଣ ଭଗବାନ ଜନ୍ମ ହେଲା ପରେ ଶଙ୍କର ଭଗବାନ ଆସିଥିଲେ, ରାମ ଜନ୍ମ ହେଲା ପରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଶଙ୍କର ଆସିଥିଲେ, ଚୈତନ୍ୟ ଜନ୍ମ ହେଲା ପରେ ବି ଆସିଥିଲେ। ଠାକୁରଙ୍କୁ ନାମକରଣ କରିକି ଜଟାଜୁଟ ଶଙ୍କର ଭଗବାନ ହିଁ ନାଁ ଦେଇ ଗଲେ ବୋଲି ସେଠି ଅଛନ୍ତି ବାଲୁକେଶ୍ୱର ମହାଦେବ, ତାଙ୍କର ଗାଁରେ ଏବେ ମଧ୍ୟ ମହାଦେବ ମନ୍ଦିର ଅଛନ୍ତି। ତ ତାପରେ କହିଲେ କୁଆଡ଼େ ଗଲେ, ତାଙ୍କୁ କିଛି ଦେଇନି, ଖାଲି ପାଦ ଭେଟି ଦେଇନି, ସାଧୁ ପଳେଇଲେ। ବିନା ଦକ୍ଷିଣାରେ ଗଲେ ଅପରାଧ ଭାବିକି ପ୍ରଣାମ କଲେ। କେଡ଼େ ବଡ଼ ଅପରାଧ ହେଇଗଲା। ତାଙ୍କ ସ୍ୱାମୀ ସ୍ତ୍ରୀ 2 ଜଣ ନା ସେ ତ ଗଲେ ଆମେ କ୍ଷମା ମାଗିଦେବା। କ୍ଷମା ମାଗିଲେ। ଧୀରେ ଧୀରେ ଦିନରେ 8 ଦିନ 10 ଦିନ ହେଲା ପରେ ସିଏ ଭଗବାନଙ୍କର ତ ଜନ୍ମ ହେଇଛନ୍ତି ନା, ଖାଲି ହସିବାରେ ଲାଗିଲେ। ମାସ ଗଲା, ବର୍ଷ ଗଲା, 2 ବର୍ଷ ଗଲା। ଏ ବର୍ଷେ ଯେତେବେଳେ 6 ମାସ ହେଇଛି, ତାଙ୍କ ପଡ଼ିଶା ଘରେ ଅର୍ଜୁନ ଏବଂ ସୁବ୍ରତା 2 ଜଣ ସ୍ୱାମୀ ସ୍ତ୍ରୀ ଥିଲେ। ସେ ଅପୁତ୍ରିକ ଥିଲେ, ତାଙ୍କର ସନ୍ତାନ କେହି ନଥିଲେ। ସେ କହିଲେ ନାନୀ ଆଉ ମୋର ତ ସନ୍ତାନ ନାହିଁ, ତମ ପୁଅକୁ ମୋତେ ଯଦି ଦିଅନ୍ତ ମୁଁ ତାକୁ ପୁତ୍ର କରନ୍ତି। ଆରେ ସେଠୁ ରାଧାଦେବୀ କହିଲେ ଆରେ ତୋ ପୁଅ କ'ଣ ମୋ ପୁଅ କ'ଣ, ତୋ ପାଖରେ ରହୁ। ସେଠୁ ବିନୋରୀ ବୋଲି ନାଁ ଦେଇଥିଲେ ସୁବ୍ରତା, ମା ଧର୍ମ ମା ହିସାବରେ ରହିଲେ। ହେଲେ ପାଳନ ପୋଷଣ ସବୁ ସମୟରେ ଖାଇବା ପିଇବା ଯାହା କରନ୍ତି ବିନୋରୀ ବହୁତ ସମୟ ରହେ ତାଙ୍କର ପାଳନଦାତ୍ରୀ ମା ସୁବ୍ରତା ମା ପାଖରେ। ସମୟ ଆସିଲା, ବେଳ ଆସିଲା, ଧୀରେ ଧୀରେ ସେ ସୁବ୍ରତା ଅର୍ଜୁନ ମଧ୍ୟ ଦେହ ଛାଡ଼ିଲେ। ମନ ଦୁଃଖ ହେଲା। ପୁଣି ଆଉ ଥରେ ଠାକୁର ତାଙ୍କ ମାଆଙ୍କ ପାଖକୁ ଫେରିଲେ। ଘର ତ ପାଖ ପଡ଼ିଶା, ଦୂର ତ ନାହିଁ। ଏମିତି ବାଲ୍ୟ ଲୀଳା ଆରମ୍ଭ କଲେ। କ'ଣ କଲେ? କାହା ଘରେ ଗୁଡ଼ିଆଣୀ ଘର ମୁଢ଼ି ଥିବ, ସେ ଶିକାରେ ମୁଢ଼ି ଚଢ଼ି ଖାଇଦେବେ, ତା ହାଣ୍ଡିରେ ପରିସ୍ରା କରି ପଳେଇବେ। ତାପରେ ତାଙ୍କର ସେ ବୁଢ଼ୀ ଥିବ, କହିବେ ମୁଢ଼ି ମୁଆଁ ତ ବିକ୍ରି କରିବ, ଏଇ ଶୁଣ ମୁଢ଼ି ମୁଆଁ ବିକ୍ରି କଲାବେଳେ ସିଏ କହିବେ ଏ ବିନୋରୀ ପଇସା ଦେଉନୁ। ମରିଯାଇଥିବ ବେଙ୍ଗ ବର୍ଷା ଦିନେ, ସେ ଚେପ୍ଟା କରିଦେଇକିରି ମରିଯାଇଥିବା ବେଙ୍ଗକୁ ମାରିବେନି ଜୀବକୁ, ତାକୁ ଆଣି କହିବେ ପଇସା, ହାତ ଦେଖେଇଲୁ। ଏମିତି ଲୀଳା କଲେ। ଆଉ ସିଏ କ'ଣ କରେ, ମୁଢ଼ି ଧରି ମୁଆଁ ଧରି ପାଟିରେ ପକାଇଦେବେ, ବାଁ ହାତରେ ସେ ମଲା ବେଙ୍ଗକୁ ଦେଇଦେବେ। ଏମିତି କରୁ
ଏ ବିନୟ ତୁ କ'ଣ କଲୁ, ମୋତେ ମଶାଣିଆ, ମୋତେ ମଲା ବେଙ୍ଗକୁ ଦେଇ ପଳଉଛୁ। ଏମିତି ଲୀଳା କଲେ। କରୁ 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 ସାଙ୍ଗମାନଙ୍କ ସହିତ କାହା ବାଡ଼ିରେ ଯାଇକିରି କାକୁଡ଼ି ଚୋବେଇ ଦେଇ ଅଧା ଖାଇ ଦେଇଥିବେ, ଅଧା ଛାଡ଼ି ଦେଇ ପଳାଇବେ। ଏମିତି ଭଗବାନ ଦ୍ୱାପର ଯୁଗରେ କୃଷ୍ଣ ଲୀଳା କଲା ବୋଲି ସବୁ ଧୀରେ ଧୀରେ ଲୀଳା ହେଲା। ଗାଁରେ ଗୋଟେ ବରମପଡ଼ା ପାଖରେ ଗୋଟେ ଷଣ୍ଢ ଥିଲା। ସେ ଷଣ୍ଢକୁ ନେଇକିରି ଖାଲରେ ପକାଇଦେଲେ। ଷଣ୍ଢ ସହିତ ଯୁଦ୍ଧ ହେଲା। ସମସ୍ତେ କହିଲେ ଆରେ ଏଡ଼ିକି ଟୋକା। ସେତେବେଳକୁ ଠାକୁରଙ୍କୁ 8 ବର୍ଷ 6-7 ବର୍ଷ ହେଇଗଲାଣି। ତାପରେ ଏଡ଼ିକି ଟୋକା ତୁ କ'ଣ ଷଣ୍ଢକୁ ମାରିବ, ଟିକେ ଡେଙ୍ଗା ଉଚ୍ଚା। ଷଣ୍ଢ ମୋର କ'ଣ କରିବ, ଷଣ୍ଢକୁ ନେଇ କାତରେ ପକାଇଦେଲେ। ଏମିତି ହଉ ହଉ ବଦମାସ କରିବା ଭିତରେ ତାଙ୍କ ବାପା ଅବଧାନଗିରି କରୁଥିଲେ, ମାନେ ମାଷ୍ଟର ଥିଲେ, ପାଠ ପଢ଼ଉଥିଲେ। କେଉଁଠି? ଗଞ୍ଜାମ ଜିଲ୍ଲାର ବଡ଼ରାମପଲ୍ଲୀ ଗୋଟେ ଗାଁ ଏବେ ଅଛି, ସେ ପାଖ ଆଖରେ ଚାଟଶାଳୀ କରୁଥିଲେ। ଏଠୁ ବିନରୀ ନେଇଗଲେ ସାଥିରେ ପାଠ ପଢ଼ିବାକୁ। ପାଠ ପଢ଼ିବା ଭିତରେ କ'ଣ ଇଏ ପାଠ ପଢ଼ିବେ, ଇଏ କହିଲା ବେଳୁ ଇଏ ଅରେ ବ୍ରହ୍ମଜ୍ଞାନ ଗୀତ ଗାଇବେ। ବାଇ ମନରେ ବସି ଅଜବା ଜପ ଇତ୍ୟାଦି ଇତ୍ୟାଦି, ଯାହା ପାଠରେ ମନ ଲଗାଇଲେନି। ସାଙ୍ଗସାଥିମାନଙ୍କ ସହିତ ଖେଳିଲେ ବୁଲିଲେ। ଲାଷ୍ଟକୁ ଠାକୁରଙ୍କର ବାପା ବିରକ୍ତି ହେଇକିରି ନା ଆକୁ ଗାଁକୁ ନେଇ ପଠାଇଦେବା। କ'ଣ ବାପା କହିଲେ, ରାଗିକି ସେ ଘରକୁ ପଳେଇ ଆସିଲେ। ତାପରେ ପରେ ବାପା ଆସି ପହଞ୍ଚିଲେ। ତାପରେ ବିନରୀ ଏହା କରୁଛି ସେୟା କରୁଛି, ଆଉ ତାକୁ କିଛି କୁହନ, ସେ ଅଲୌକିକ ଶକ୍ତିଧାରୀ। ଆଉ ଠାକୁରଙ୍କର ନୀତି ସବୁ ଦେଖିଲେ। ଜନ୍ମ ହେବା ପରେ ଗୋଟେ ସିଜୁ ଡାଳ ପୋତି ଦେଇଥିଲେ ନା ଠାକୁର, ଶୁଣିଲୁ। ତାପରେ ସେଇଠୁ ଜାଣିଥିଲେ, କହିଲେ ଆରେ ଏଇ ବିନରୀ ସାଧାରଣ ମହାପୁରୁଷ ନୁହଁ, ଇଏ ଅବତାରୀ ପୁରୁଷ, ଏ ସମସ୍ତଙ୍କୁ ବ୍ରହ୍ମଜ୍ଞାନ ଦେଲା। ଏମିତି ଅନେକ ଲୀଳା କଲା ପରେ ବାପା କିଛି ଦିନ ପରେ ତାଙ୍କର ଶରୀର ଅସୁସ୍ଥ ହେଲା। ସେ ବ୍ରହ୍ମପୁର ପଟେ ତାଙ୍କ ଦେହ ଅସୁସ୍ଥ ଯୋଗୁଁ କୌଣସି ମତରେ ଗାଁକୁ ନେଇ ଆସିଲେ। ଗାଁ ନେଇ ଆସିଲା ପରେ କିଛି ଦିନ ପରେ ବିନରୀକି ଡାକିଲେ, କହିଲେ ରାଧା ଦେବୀଙ୍କୁ ଡାକିଲେ, କହିଲେ ରାଧା, ଆଉ ବିନରୀକି କିଛି କହିବୁନୁ, ସେ ଅଲୌକିକ ଶକ୍ତିଧାରୀ। ଆଉ ସିଏ ଦିନେ ନା ଦିନେ ଅନେକ ମୁମୁକ୍ଷ ନରନାରୀମାନଙ୍କୁ ଉଦ୍ଧାର କରିବା ଦିଗରେ ସିଏ ଅନେକ ଧର୍ମ ପ୍ରଚାରକ ହେବ। ତାପରେ ତା କଥାରେ ତୁ ବାଧା ଦେବୁନୁ। ମା ଧୀରେ ଧୀରେ ବାପା ଚାଲିଗଲେ। ବାପା ଚାଲିଗଲା ପରେ 13-12 ଯାଇ 13 ପୁରିଲା। କିଛି ଦିନ ପରେ ମା କହିଲେ, ଆରେ ବିନରୀ, ମୁଁ ଗୋଟେ କଥା କହି ଶୁଣିବୁ ନା? କ'ଣ? ନା ତୋର ବାହାଘର ହେବ। ନା ବାହାଘର ହେଲେ କ'ଣ ହେବ? ନା ବାଜା ବାଜିବ, ହୁଳହୁଳି ପଡ଼ିବ, ହରିବୋଲ ପଡ଼ିବ, ବୋଉ ଆସିବ। ନା କେତେଜଣ ବୋଉ ଆସିବେ? ନା ଜଣେ ଆସିବ। ନା, ମୁଁ ଗୋଟେ ଦିନ ବାହା ହେବିନି। ସବୁଦିନେ ବାଜା ବାଜିବ, ସବୁଦିନେ ହୁଳହୁଳି ପଡ଼ିବ, ସବୁଦିନେ ସାଧୁ ସନ୍ଥ ମହାତ୍ମା ମାନେ ଆସିବେ। ତୁ ଦେଖିବୁ ମା, ଅପେକ୍ଷା କରେ। 14 ବର୍ଷ ହେଲା। କ'ଣ କରିବେ? ବାରିପଟେ ଗୋଟେ ଛତା ତିଆରି କଲେ। ଏ ବହିପଡ଼ା ପଛପଟ ଛତା, ଶ୍ମଶାନଟା, ସେଠି ଯେଉଁ ଛତା ତିଆରି ହେଇଛି, ସେଇ ଛତାରେ ଠାକୁର ଧ୍ୟାନ ଧାରଣ କଲେ। ତାପରେ ଗାଁର କିଛି ଜାଗା ତାଙ୍କୁ କିଣିଥିଲେ ଆଗରୁ, ସେଇ ଗାଁ ଗାଦି ଘର ପାଖରେ ଗୋଟେ ମଠ କଲେ। ମଠ କଲା ପରେ ସାଧନ ଭୋଜନ କଲେ। ଗୋଟେ ଭାଇ ଗୃହସ୍ଥ ଥିଲା, ସେ ସୋମନାଥ ମଧ୍ୟ ଧୀରେ ଧୀରେ କିଛି ଦିନ ପରେ ସଂସାର କଲେ। କିନ୍ତୁ 2 ଜଣ ଯାକ ଭଗବତ ଆରାଧନାରେ ରହିଲେ। ଠାକୁର କ'ଣ କଲେ, ତାଙ୍କର ଘଞ୍ଚ ଜଙ୍ଗଲ, ସବୁ ବଣ ଜଙ୍ଗଲ ବୁଲିବାରେ ସବୁଦିନ ଯାଇ ଧ୍ୟାନ ଧାରଣରେ ରହିଲେ, ମନ ଦେଲେ। କିଛି ଦିନ ପରେ ପୂର୍ଣ୍ଣମାସୀଙ୍କ ନିର୍ଦ୍ଦେଶ ହେଲା। ମା କହିଲେ, ତୁ ସବୁଆଡ଼େ ଚଗଲାମି ହେଉଛୁ, ଆଉ କୁଆଡ଼େ ପଳେଇ ଯାଉଛୁ? ନା, ମୁଁ କୁଆଡ଼େ ଯିବିନି, ଯେଉଁଠି ଥିଲି ବି ତୋ ପାଖକୁ ଆସିବି। ଠାକୁର ତପସ୍ୟା କରିବାକୁ ପୂର୍ଣ୍ଣମାସୀଙ୍କ ନିର୍ଦ୍ଦେଶ ହେଲା। ଖାଣ୍ଡବନରେ ତପସ୍ୟା କଲେ। ସେତେବେଳୁ ଧୀରେ ଧୀରେ ଅନେକ ଜଙ୍ଗଲ ବୁଲିବା ପାଇଁ ବୁଲିଲେ, ବହୁତ ତପସ୍ୟା କଲେ। ମା ସାକ୍ଷାତରେ ଦର୍ଶନ ଦେଲେ। 6 ମାସ ପର୍ଯ୍ୟନ୍ତ କୁହାଯାଉଛି, ଶୁଣିବାକୁ ମିଳୁଛି, ଚାରିପଟେ ବାଲି ଘେରିଗଲା ଠାକୁରଙ୍କ ଉପରେ। କିଛି ଦିନ ପରେ ମା ଅଟ୍ଟହାସ୍ୟ ଦେଇକି ପରୀକ୍ଷା କଲେ। ଠାକୁରଙ୍କୁ ପୁଣି ଆଉଥରେ ସାକ୍ଷାତ ରୂପ ଦର୍ଶନ ଦେଇକିରି ମା କହିଲେ ତୁମେ ଆସିଛ ନାରାୟଣଙ୍କର 31ତମ ଅବତାର, ଆଉ ତୁମେ ଧର୍ମ ପ୍ରଚାର କରିବ, ଏକାକ୍ଷର ମନ୍ତ୍ର ପ୍ରଚାର କରିବ, ବ୍ରହ୍ମ ଏକାକ୍ଷର ମନ୍ତ୍ର। ନା ମା, କଳିଯୁଗରେ କିଏ ମାନିବ କାହା କଥା? ନିଶ୍ଚିତ ମାନିବେ। ତୁମେ ଆଗେଇ ଚାଲ। ମାଙ୍କ ନିର୍ଦ୍ଦେଶ ହେଲା, ତୁମର 5ଟି ଜଣ ସଖା ଅଛନ୍ତି ଶଙ୍କୁଆଲ କଲିକତାରେ, ସେମାନଙ୍କୁ ଆଣିବ, ଆଣିକି ଧର୍ମ ପ୍ରଚାର କରିବ। ତାପରେ ପରେ ଠାକୁର ସେଠିକି ଗଲେ, 5 ସଖାଙ୍କୁ ଆଣିଲେ।
ଏମିତି ଅନେକ କଥା କଲା ପରେ ଧୀରେ 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 ଧର୍ମ ପ୍ରଚାର ହେଲା। ଠାକୁରଙ୍କର ବର୍ତ୍ତମାନରେ ସାରା ଓଡ଼ିଶା ବାହାରେ ଅନେକ ଭକ୍ତ ଶିଷ୍ୟ ସାଧୁସନ୍ଥମାନେ ଆସିକି ଠାକୁରଙ୍କୁ ସେବା କରୁଛନ୍ତି। କାରଣ ସତ୍ୟନାରାୟଣଙ୍କର 31ତମ ଅବତାର ଆମକୁ ଯେଉଁ ନାମ ଦେଲେନି, ଆଉ କହୁନୁ ଏ ପ୍ରାଣ ପବନ ପଳେଇଲା ପରେ ଆଉ କେଉଁଟା ସତ୍ୟ ଭାବିବୁ କହୁନୁ? ଏ ପ୍ରାଣଟାକୁ ହିଁ ସତ୍ୟ କରେଇଲେ। ଯିଏ ଅଭିରାମ ସେଠି ଅଛନ୍ତି, ଅରେ କ'ଣ ନା ଅବିଶ୍ରାମ ଗତିରେ ଯିଏ ଶ୍ୱାସ ପ୍ରଶ୍ୱାସରେ ଯାଉଛନ୍ତି ସେ ହେଉଛନ୍ତି ଅଭିରାମ। ଆଉ ଯେତେ ଆମେ ଫଟୋ ମନ୍ଦିରକୁ ଯାଉଛନ୍ତି, ସେ ମନ୍ଦିରକୁ ନ ଗଲେ, ମନ୍ଦିରକୁ ଗଲା ପର୍ଯ୍ୟନ୍ତ ଆମେ ଏଇଟା ଆଗେ ବିଶ୍ୱାସ ହେଲା ପରେ ସେଠି ଯାଉଛନ୍ତି ନା, ଆଗେ ହୃଦୟରେ ବିଶ୍ୱାସ ହେଉଛି, ତାପରେ ଜଗନ୍ନାଥ ଦର୍ଶନ କରୁଛି, ମନ୍ଦିର ଯାଉଛି, ତୀର୍ଥ ଯାଉଛି। କିନ୍ତୁ ଠାକୁର କହିଲେ କୁଆଡ଼େ ଯିବା ଦରକାର ନାହିଁ, ସମୟ ଅନୁସାରେ ତୋ ପାଖରେ ମୁଁ ରହିଛି, ତୋର ପ୍ରତ୍ୟେକ ଶ୍ୱାସ ପ୍ରଶ୍ୱାସରେ ଭଗବାନ ଗୁରୁ ଆମକୁ ଯେଉଁ ତତ୍ତ୍ୱ ଦେଲେ ସେ ଅନୁସାରେ ଠାକୁରଙ୍କୁ ସ୍ମରଣ କରିବା। ଠାକୁର ଆମ ପାଖରେ ଅଛନ୍ତି, ଖାଲି ଆଖି କହିଲେ ନବାଞ୍ଛିନ ଦର୍ଶନ ନିତ୍ୟ କରାଅ ପ୍ରସନ୍ନ। ସବୁଦିନେ ପ୍ରସନ୍ନ ଠାକୁରଙ୍କୁ ରଖିବ। ଯେଉଁ ଦିଗରେ ଭୋଜନ କରିବ ସେଇ ଯେଉଁ ଦିଗରେ ଭୋଜନ ସମୟରେ ଭୋଜନ ସମୟ ଏବଂ ପୂଜାର ସମୟ ଏବଂ ଯିବା ଆସିବାର ସମୟ, ସ୍ନାନର ସମୟ ଗୁରୁଦତ୍ତ ମନ୍ତ୍ର ମାଧ୍ୟମରେ ମୋତେ ଯଦି ସ୍ମରଣ କରିବ ମୁଁ ତୁମ ପାଖରେ ପ୍ରକଟ ହେବି। ଅଭିରାମ। ଅ ହେଉଛି ଅନନ୍ତ, ଭି ହେଉଛି ଆମକୁ ଯିଏ ବସଉଛି ଉଠଉଛି ଦେଖିପାରୁଛେ, ଶକ୍ତି ଶୁଣିପାରୁଛେ, କହିପାରୁଛେ, ଖାଇପାରୁଛେ, ଡାଇସିନ୍ ହେଉଛି। ଭି ଶକ୍ତି ଭି ନ ରାମ, ଯେଉଁ ରାମ ଚାଲିଛି। ଅରହ ରାମ, ଆମେ ମଲାବେଳେ କ'ଣ କହୁଛୁ? ରାମ ନାମ ସତ୍ୟ। କିଏ କହୁଛି ଆଉ କାହା ନାଁ ସତ୍ୟ ହୁଏ? ତେଣୁ ସେଇ ରାମକୁ ଦେବା ପାଇଁ ଅଭିରାମ ରୂପରେ ଆମକୁ ଆସିକି ଠାକୁର କୃପା କଲେ। ଯିଏ ଧରିଲା ସେ ପାଇଲା, ଯିଏ ନ ଧରିଲା ସେ ନ ପାଇଲା। ଅଭିରାମର କ'ଣ ହେଲା?